ଜୟ ଶିଶୁ ଅନନ୍ତ। ବାୟା ତାଙ୍କର ପରମଶାସ୍ତ୍ର ଭାଗବତରୁ କେତୋଟି ପଦ ଉଦ୍ଧୃତ କରି ଆମମାନଙ୍କୁ ଦେଇଛନ୍ତି। ଭକ୍ତ ସବୁବେଳେ ଶ୍ରେଷ୍ଠ, କିନ୍ତୁ ଭକ୍ତ ପ୍ରକୃତରେ କିଏ ଇଏ କଥାଟା ନ ବୁଝିଲେ ମାନେ ଆମେ ଶ୍ରେଷ୍ଠ ବୋଲି ନିଜକୁ ଶ୍ରେଷ୍ଠ ବୋଲି ଭାବିଲେ ଅହଙ୍କାର ହେବ, କିନ୍ତୁ ଭକ୍ତ ପ୍ରକୃତରେ କିଏ ତାକୁ ବୁଝିବାକୁ ପଡ଼ିବ। ସେ କହିଲେ ଯେତେ ଦାନ ପରିତ୍ୟାଗ, ଧର୍ମ ଆଚାର ସାଂଖ୍ୟ ଯୋଗ। ଅନେକ ଦାନ କରି କହନ୍ତି ଆମେ ଭକ୍ତ ହେଲୁ, ଅନେକ ଆଚାର ସଦାଚାରକୁ ଗ୍ରହଣ କରନ୍ତି, କିନ୍ତୁ ବାହ୍ୟ ସଦାଚାର ମୁଁ ପିଆଜ ଖାଇବିନି, ରସୁଣ ଖାଇବିନି, ମାଛ ଖାଇବିନି, ମାଂସ ଖାଇବିନି, ଏକାଦଶୀ କରିବି, ଦେଖିଲାକୁ ତାଙ୍କ ଭିତରେ କାମ, କ୍ରୋଧ, ଲୋଭ, ମୋହ ଯଥେଷ୍ଟ ଅଧିକ। ତାହେଲେ ସେ ଆଚାରର କିଛି ମୂଲ୍ୟ ନାହିଁ। ଆଉ କିଛି ବ୍ୟକ୍ତିମାନେ କହନ୍ତି ଇଏ ରାମ କୃଷ୍ଣ ଏଗୁଡ଼ି ସବୁ କ'ଣ, ଆତ୍ମା ହିଁ ସତ୍ୟ, ଆତ୍ମାକୁ ଚିନ୍ତନ କର। ସେ କଥା ବି ଅନେକ ଲୋକ କରନ୍ତି, କିନ୍ତୁ ଏପଟେ ଆତ୍ମାକୁ ଚିନ୍ତନ କର ବୋଲି କହନ୍ତି, କିନ୍ତୁ ଦେହ ଯଦି ନାହିଁ ଆତ୍ମାର ସନ୍ଧାନ ତୁମେ ପାଇବ କେମିତି? ତେଣୁ ଦେହକୁ ଅପରିଷ୍କାର ରଖି ବା ମନଟା ଅପରିଷ୍କାର ଅଛି, କେବଳ ଆତ୍ମା ଆତ୍ମା କହିଲେ କେହି କେବେ ଭକ୍ତ ହେଇପାରିବ ନାହିଁ। ଇଏ ମୋତେ ନ ପାରନ୍ତି ଧରି, ନାନା ପ୍ରକାରେ ବଶ କରି। ଶେଷରେ କହିଲେ ଭକତ ଜନେ ବସ ମୁହିଁ, ତାର ରକ୍ଷଣେ ମୋର ରହି। ମୁଁ ଭକ୍ତ ଭାବରେ, ଭକ୍ତ ପ୍ରୀତିରେ ମୁଁ ବସ ହୁଏ। ଖାଲି ମୋତେ ଭକ୍ତି କର। କର୍ମ କରୁଥିବ, ତା ଭିତରେ ନାମ ଟିକେ ଟିକେ ଭଜି ଦେଉଥିବ। ଆଚ୍ଛା, ବାଟ ଚାଲୁଥିବ, ଏ କଥା ସେ କଥା ନ କହିକି ତା ଭିତରେ ନାମ ବି କରିବ। ଔଷଧ ଖାଉଥିବ, ନାମ ସ୍ମରଣ କରି ଔଷଧ ଖାଇଲ। ଯାହା ଖାଇଲ ତାକୁ ସମର୍ପଣ କରି ଖାଇଲ, ଯାହା ପିଇଲ ତାକୁ ସମର୍ପଣ କରି ପିଇଲ। ଏଇଭଳି ଭାବରେ ଯେଉଁ ମଣିଷମାନେ ହାତରେ କାମ କରନ୍ତି, ମନରେ ବା ମୁଖରେ ନାମ ଜପ କରନ୍ତି, ଶୁଅନ୍ତି ନାମ ଭଜନ୍ତି, ଖାଆନ୍ତି ନାମ ସ୍ମରଣ କରନ୍ତି, ସେଇମାନେ ହେଉଛନ୍ତି ପ୍ରକୃତରେ ମୋର ଭକ୍ତ। ଶେଷରେ ଆଉ ଗୋଟେ ବଢ଼ିଆ କଥା କହିଲେ, ମୁଁ ଏ ସଂସାର ଅଛି ଛନ୍ଦି, ଭକତ ପାରେ ମୋତେ ବାନ୍ଧି। ଏ ସଂସାରଟାକୁ ମୋର କ'ଣ ଛନ୍ଦାଚରଣ ବୋଲି କହିଲେ କ'ଣ ଖାଲି ହେବ? ଏ ସଂସାର ହେଉଛି ଏକ ଛନ୍ଦ। ଏ ଛନ୍ଦା ସଂସାର ଭିତରେ ମୋତେ ଏକମାତ୍ର ବାନ୍ଧିପାରେ ଭକ୍ତ। ଭକ୍ତ ହିଁ ମୋତେ ବାନ୍ଧିପାରେ। ଇଏ ହେଉଛି ଗୋଟିଏ କଥା। ତାପରେ ଆମେ ମଧୁଙ୍କ ପଦ୍ୟାବଳୀରୁ ଗୋଟିଏ ପଦଟିଏ କହିବା। ଆସହେ ଆସହେ ପ୍ରାଣ ସଖା ମାନେ ମୋର, ମନ ଭୁଲି ଗଲାଣି କି ମୋ ଭାବ ସକଳ।
ଭାବ ଯୋଉଠି କୃଷ୍ଣ ସେଇଠି। ମନୁ ଭୁଲଣି କି ମନୁ ଭୁଲି ଗଲଣି କି ତୁମ୍ଭେ ସିନା ଭୁଲିଯିବ ମୁଁ ଭୁଲି ନପାରେ। ଭଗବାନଙ୍କ କଥା କେମିତି କର, ତମେ ମତେ ଭୁଲିଯିବ ମୁଁ ତମକୁ ଭୁଲି ପାରିବିନି। କେତେ ଖେଳ କରିବି ମୁଁ ତୁମ୍ଭରି ସଙ୍ଗରେ। ଏଇ ଯୋଉ ଭାଗବତର ପଦା, ମୁଁ ଯେ ସଂସାର ଅଛି ଛନ୍ଦି ଭକତ କରିପାରେ ବନ୍ଦୀ। ଯେଉଁମାନେ ରାଷ୍ଟ୍ରକୁ ବିଶ୍ୱକୁ ଭଲ ପାଆନ୍ତି, ଦୁର୍ନୀତି ମୁକ୍ତ ଅପରାଧ ବିମୁକ୍ତ କର୍ମ କରନ୍ତି, ସେମାନେ ମୋର ଭକ୍ତ। ଯେଉଁମାନେ ଗୁରୁ ଗୁରୁଜନଙ୍କୁ ସମ୍ମାନ ଦିଅନ୍ତି, ସେମାନେ ମୋର ଭକ୍ତ। ଯେଉଁମାନେ ଯାହା କହନ୍ତି ଯାହା କରନ୍ତି ତା ଭିତରେ ଅହଙ୍କାର କିଛି ନଥାଏ, ସେଇମାନେ ମୋର ଭକ୍ତ। କର୍ତ୍ତବ୍ୟ ବୋଧରେ ପରିବାର ଗଢ଼ନ୍ତି, ସମାଜ ଗଢ଼ନ୍ତି, ସେଇମାନେ ହେଉଛନ୍ତି ମୋର ଭକ୍ତ। ଦୁଷ୍ଟ ଦରିଦ୍ର ଅବହେଳିତ ମଣିଷକୁ ସାହାଯ୍ୟ କରନ୍ତି, ପ୍ରାକୃତିକ ବିପର୍ଯ୍ୟୟରେ ଯିଏ ମଣିଷକୁ କିଛି ସେବା କରେ, ଦାନ କରେ, ସେଇମାନେ ହେଉଛନ୍ତି ଭକ୍ତ। ଆଉ ଆପଣ କହିବେ କଦଳୀ ନଡ଼ିଆ ଆମ୍ବ ପଣସ ଭୋଗ କରିଦେଲେ, ଯେ ବହୁତ ଭୋଗ କରି ଆମ୍ବ ନଡ଼ିଆ କଦଳୀ ପଣସ ବହୁତ ଗୁଡ଼ାଏ ଭୋଗ କରିକିରି ଲୋକକୁ ବାଣ୍ଟି ଦେଲି, ସିଏ ଗୋଟେ ଟାଇପ୍ର ଭକ୍ତ। ସେବା ହିଁ ଭକ୍ତିର ମାପକାଠି। କୃଷ୍ଣ ବୋଲି ଥରେ ଡାକରେ ଡାକରେ, ଆକୁ କିଏ କହିଲେ? ବୈକୁଣ୍ଠ ବ୍ରହ୍ମଚାରୀ ଜଳୌକା ସାଧକ। ଆଗରୁ ଯୋଉଟା କହିଲି ସିଏ କିଏ? ପ୍ରାଚୀକୂଳ ଗୁରୁ, କ'ଣ ପ୍ରାଚୀ ଗୁରୁ ଆଶ୍ରମ ନୟା ହାଟ ମଧୁସୂଦନ, ଇଏ କହୁଛନ୍ତି ବୈକୁଣ୍ଠ ବ୍ରହ୍ମଚାରୀ। ତାଙ୍କର ସମ୍ପର୍କ ବି ଭଲ ଥିଲା। କୃଷ୍ଣ ବୋଲି ଥରେ ଡାକରେ ଡାକରେ, ତା ବିନା ଆଉ କେ ବଡ଼। ଯା ମୁରଲି ତାନ ବାଜନ୍ତେ ଶ୍ରୁତିରେ, ଖଗ ମୃଗ ହୁଅନ୍ତି ଜଳ। ବୈକୁଣ୍ଠ କହିଲେ, ଆରେ କୃଷ୍ଣ କୃଷ୍ଣ ଚିନ୍ତନ କର। ଯାହାର ମୁରଲି ଖଗ ମୃଗଙ୍କୁ ମଧ୍ୟ ସେ ସ୍ତବ୍ଧ କରିଦିଏ। କେମିତି ଲେଖିଛନ୍ତି? ପାଷାଣ ତରଳମ୍ ପ୍ରସନ୍ନ କମଳମ୍ ଦ୍ରାବିମୃତ ପଲ୍ଲବମ୍ ନିଷ୍ଟମ୍ବ ପବନମ୍ ନିଷ୍ଟମ୍ବ ପବନମ୍। ଏମିତି ଗୋଟେ ଶ୍ଲୋକ ଭୁଲି ଯାଉଛି। ଧ୍ୟାନଙ୍ଗତ ରୋଗିଣମ୍। ଆଚ୍ଛା, ତେବେ ଆଚ୍ଛା ଶ୍ଲୋକ ଟିକେ ପୁଣି କେତେବେଳେ କହିବା, ଟିକେ ମନେ ପଡ଼ୁନି, କାହିଁକିନା ଆମେ ତ ପାଲା ଗାୟକ ନୁହେଁ ଶ୍ଲୋକ ସବୁବେଳେ କହୁଛୁ, ଆଉ ବେଳେ ବେଳେ କହୁଛୁ, ବେଳେ ବେଳେ ଭୁଲି ଯାଉଛୁ। ତାପରେ କହିଲେ, ଘୋର ଦୁଃଖ ହୁଏ ସୁଖେ ପରିଣତ, ଅନ୍ଧାରେ ଅନ୍ଧକୁ ଦିଶିଯାଏ ପଥ, ଦିବ୍ୟ ଜ୍ଞାନ ଲଭେ ମୂଢ଼। ସେମିତି କୃଷ୍ଣଙ୍କୁ ଡାକିଲେ ହବ ନା। ଆଉ ତେଣୁ ସେମିତି ଯଦି ଆମେ ପ୍ରକୃତ ମନୋଭାବରେ ତାଙ୍କୁ ଭକ୍ତି କରିବୁ, ତାଙ୍କ ଚରଣ ବନ୍ଦନା କରିବୁ, ଆମ ଭିତରେ ଅନ୍ଧକାର ନିଶ୍ଚିତ ଭାବରେ ଚାଲିଯିବ। ଆକୁ କହୁଛନ୍ତି ବାବା ବୈକୁଣ୍ଠନାଥ। ପାଷାଣ ତରଳମ୍ ପ୍ରସନ୍ନ କବଳମ୍
ଜରାବିମୃତ୍ୟ ପରବମ୍ କାଳିନ୍ଦୀ ସ୍ଥକିତମ୍ ତଥା ଚଳଚରଂ ମୌନତ ଭବେ କୋକିଳ ନିସ୍ତମ୍ଭ ଭବନମ୍ ବିଧୂନ ଗମନମ୍ ଧ୍ୟାନଙ୍ଗତ ଯୋଗିନ ଉଚ୍ଛନ୍ନା ବ୍ରଜକାମିନୀ ବ୍ରଜପୁରେ ଶ୍ରୁତ୍ୱା ତବଂ ଶିଷ୍ୟ। ये मधुंकर भाषा, ये वैकुंठर भाषा, ये कथा ही बाइयार कथा। ठाकुर अभिराम को कथा भी सैया मनमोहन मूर्ति जय सत्यनारायण बनज नयन संध्या आरती कि शोभन सबू 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 एका कथा। ठाकुर अनुकूल कहले जय राधे राधे कृष्ण कृष्ण गोविंद गोविंद बलरे मन कहीं आड़े साड़े नौच जय राधे राधे कुह कृष्ण कृष्ण कुह गोविंद गोविंद कुह। आसाराम कौन कहले हरि ओम यही गोटे शब्द हरि ओम 3टा अक्षर वे सब पाई कृपाली जी महाराज कहले राधे राधे सीधे सब मन रख नाम कर किंतु काम को छाड़ना उचित कर्म कर खाली कदली भोग देले हबनी कदली गछ लगाओ कदली गछ को काटिकी केबे माने शुभ कार्य लगेबनी कदली गछ को उपाड़िकी लगेबा यथा स्थान रखिब कदली गछ कौन है कटा होगी तुम शुभ कार्य लगे बोली तेणु ये सब हूँ आंब भोग को मना आसुच आंब गच लगेच कि पणस भोग मना आसुच पणस गच लगेच तेणु गछ लगाओ फूल फुटू फल धरू ताकू समर्पण कर प्रकृत कथा देश पाई काम कर आगे प्रथम निजकू गठन कर परिवार को आगे गठन कर समाज को गठन कर विश्व प्रेम बहु तापर को हेबे बापा माँ तापर अदा हे तेणु आमे उभय जदि भल न हवा परिवार बिगड़ी जीव तेणु निष्कलंक जीवन यापन कर शेष बढ़िया आपण मान को शुभेच्छा जनाऊँगी 20 तारीख जाके ये रही आश्रम 21 तारीख जगह रही 21 तारीख जगह रही 22 तारीख ठार बाहरी 10-15 प्लास्टिक पॉलिथिन वर्जन कर गछ लगाओ बंचाओ गंजेई कौ ठाकुर को भोग जाचना कौन सी देवी मंदिर को बड़ी भोग जाचना रसगोला जाच पिठा जाच बड़ी भोग आदौ समीचीन नुहे शेष प्रणाम जन रोची जय गुरु जय जगन्नाथ जोठी जेभली भाव में पूजा करुचु माटी की पूजा करुचु कि माटी तैयारी मूर्ति की पूजा करुचु ये हूँ बाह्य किंतु पूजा करुचु से सर्वशक्तिमान को एवं आमे जेते थर जोठी जेभली भाव में तांको प्रणाम बा नमस्कार जनइले से समस्त नमस्कार बा पूज्य पूजा से जनक पाखरे जाई पहुँचब जमती देख जेते नद नदी प्रवाहे मिलती जलधि
ଲବଣ ଜଳେ ସେ ମିଶନ୍ତି ସୁନାମ ଗୁଣ ପାସରନ୍ତି। ଠିକ୍ ସେଇଆ ଆଉ ଯେତେ ନଦ ନଦୀ ଆମେମାନେ ଦେଖୁଛୁ, ତୀର୍ଥ ନଦୀ ରୂପରେ ତାଙ୍କୁ ପୂଜା କରୁଛୁ, ସେ ଯେତେବେଳେ ସମୁଦ୍ରରେ ମିଶିଯିବେ ତାଙ୍କର ଆଉ ସତ୍ତା କିଛି ରହିବ ନାହିଁ। ଗୀତା ମଧ୍ୟ ସେଇ କଥା କହିଲେ, ତଥା ନଦୀନାଂ ବହବମ୍ବବେଗା ସମୁଦ୍ରମେବାଭିମୁଖା ଦ୍ରବନ୍ତି। ତେଣୁ ଏହା ଯଦି ସତ୍ୟ, ତେଣୁ ଆମକୁ ସମସ୍ତଙ୍କୁ ମାନିବାକୁ ପଡ଼ିବ। ଆମେ ଯେଉଁଠି ଯାହାଙ୍କୁ ନମସ୍କାର କଲେ ବି ସେଇ ଗୋଟିଏ ସ୍ଥାନରେ ପହଞ୍ଚିବେ। ବାବାଜୀ ରାମଦାସ ଯେତେବେଳେ ଗୋଟିଏ ମସଜିଦ୍ ଦେଖନ୍ତି, ସେ ନିତାଇ ଗୁରୁ ହରିବୋଲ କହିକି ଶାସ୍ତାଙ୍କ ଦଣ୍ଡବତ କରନ୍ତି। ତାଙ୍କୁ ଭକ୍ତମାନେ ଭାବନ୍ତି ଯେ ବାବାଜୀ ତ ସବୁବେଳେ କୀର୍ତ୍ତନରେ ଭୋଳ, ତେଣୁ ସଂକୀର୍ତ୍ତନରେ ଭାବାବେଶରେ ଇଏ ମନ୍ଦିରକୁ ବୋଧେ ନିତାଇ ଗୌରଙ୍କ ମନ୍ଦିର ବୋଲି ଭାବି ନମସ୍କାର କରୁଛନ୍ତି। ତାଙ୍କୁ ପଚାରନ୍ତି, ଗୁରୁଦେବ ସେ ତ ମସଜିଦଟା ଆପଣ କାହିଁ ନମସ୍କାର କଲେ? ନା ନାହିଁ, ଇଏ ଇସଲାମ ମାନେ ମୁସଲମାନଙ୍କ ପାଇଁ ଇଏ ମସଜିଦ୍, କିନ୍ତୁ ମୋ ପାଇଁ ଇଏ ହେଉଛି ମାନେ ନିତାଇ ଗୌରାଙ୍କ ମନ୍ଦିର। ତେଣୁ ଆମର ଯେଉଁ ସନାତନ ଧର୍ମର ଯେଉଁ ସନ୍ଥ ମହାପୁରୁଷମାନେ ଜନ୍ମ ହେଇଥିଲେ, ଏବେ ବି ଅଛନ୍ତି, ସେମାନେ ସବୁ ଭିତରେ ସେଇ ପରମାତ୍ମାଙ୍କୁ ବା ବ୍ରହ୍ମକୁ, ସେ ଯେ ସମସ୍ତେ ପରମାତ୍ମା ବ୍ରହ୍ମକୁ ଦେଖିଛନ୍ତି ଏକଥା ମଧ୍ୟ ମୁଁ କହୁନି, କିନ୍ତୁ ସେଇ ଯେଉଁ ଗୋଟିଏ ସତ୍ତା, କେହି ଜଣେ ସତ୍ତା ଆମ ଅଲକ୍ଷ୍ୟ ଅଦୃଶ୍ୟରେ ରହିଛି। ଏଇ ସମଗ୍ର ସୃଷ୍ଟିର ସବୁ ପ୍ଲାନିଂ ସବୁ ଗୁଡ଼ାକ ସିଏ ହିଁ କରିଛନ୍ତି, ପ୍ରକୃତି ମାଧ୍ୟମରେ କରିଛନ୍ତି। ଗୀତା ବି କହୁଛି, ମୟା ଦକ୍ଷିଣ ପ୍ରକୃତି ସୁୟତେ ସତରାଚର। ପ୍ରକୃତି ମାଧ୍ୟମରେ କରୁଛନ୍ତି, କିନ୍ତୁ ଗୋଟେ ଯାହାକୁ କୁହାଯାଏ ଅନସିନ୍ ପାୱାର, ସେ ଅଦୃଶ୍ୟ ସତ୍ତା କିଏ, ସେଇ ତାଙ୍କୁ ହିଁ ଖୋଜି ଖୋଜି କିଏ କେଉଁ ନାମରେ ତାଙ୍କୁ ସମ୍ବୋଧନ କରୁଛି। ଏଇ ହେଉଛି କଥା। ଜଗନ୍ନାଥ ଗୋଟେ ଶବ୍ଦ। ବାବାଙ୍କୁ ଜଣେ ପଚାରିଲେ, ଭକ୍ତର ଜଗନ୍ନାଥ, ଜଗନ୍ନାଥ କେବଳ ଭକ୍ତର, ଇଏ କଥାଟା କ'ଣ ସତ୍ୟ କି? ପ୍ରକୃତରେ ସତ୍ୟ। ଜଗନ୍ନାଥ କହିଲେ ସର୍ବବ୍ୟାପକ, ଜଗତର ନାଥ। ନହେଲେ ଯଦି ସର୍ବବ୍ୟାପକ ହେବେନି, ସେ ଜଗନ୍ନାଥ କେମିତି ହେବେ? ବିଶ୍ୱନାଥ, ଲୋକନାଥ, ପଶୁପତିନାଥ, ଇଏ ତିରୁପତି ନାଥ, ଇଏ ସବୁ ଶବ୍ଦକୁ ଯଦି ବା ଅନନ୍ତ, ଅଲେଖ, ଇଏ ସବୁ ଶବ୍ଦକୁ ଯଦି ଭଲ ଭାବରେ ବ୍ୟାଖ୍ୟା କରାଯାଏ, ସେ ନିର୍ଦ୍ଦିଷ୍ଟ ସ୍ଥାନର କି ନିର୍ଦ୍ଦିଷ୍ଟ ଧର୍ମର ନୁହେଁ, ସେ ସର୍ବବ୍ୟାପକ, ସେ ସବୁଠି ପୁରି ରହିଛି। ତେବେ ଆମେ ତାଙ୍କୁ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ପୂଜା କରୁଛୁ। ଆପଣ ଜଣଙ୍କ ପାଖକୁ ମୋବାଇଲ ଫୋନରେ ଆପଣ କଥା କହିବେ, କିନ୍ତୁ ମୋବାଇଲଟି ଥିବା ଦରକାର। ଯଦି ମୋବାଇଲଟି ଆପଣଙ୍କ ପାଖରେ ନାହିଁ, ଆପଣ ତାଙ୍କ ସାଙ୍ଗରେ କେମିତି କଥା ହେବେ? ପୁଣି ମୋବାଇଲର ଗୋଟେ ନିର୍ଦ୍ଦିଷ୍ଟ ନମ୍ବର ଥିବା ଦରକାର, ସେ ନମ୍ବରଟାକୁ ମାଇଲେ ସେଠି ଯାଇ ବାଜିବ। ସେମିତି ଯେତେବେଳେ ଆମେ ଚିଠି ବା ଟେଲିଗ୍ରାମ ସବୁ କରୁଥିଲୁ ପୋଷ୍ଟ ଅଫିସ୍ ମାଧ୍ୟମରେ, କ'ଣ ପୋଷ୍ଟ ଅଫିସଟା ଯେଉଁଠି ମାନେ ଚିଠି ପକାଇଦେଲେ ସେ କ'ଣ ଯାଇ ପୋଷ୍ଟ ଅଫିସରେ ପହଞ୍ଚି ଯାଉଥିଲା ଲୋକଙ୍କ ପାଖରେ। ତେଣୁ ପୋଷ୍ଟ ଅଫିସ୍ ହେଉ, ଟେଲିଫୋନ୍ ଅଫିସ୍ ହେଉ, ଏସବୁ ଜିନିଷର ଗୋଟାଏ ପବିତ୍ର ମାଧ୍ୟମ ଦରକାର। ଏଠି ବିଜୟକୃଷ୍ଣ ଗୋସ୍ୱାମୀ କହିଲେ, ସକଳ ଘଟେ ବିଜୟ କୃଷ୍ଣ।
ସବୁ ଭିତରେ ସେ କୃଷ୍ଣ ଅଛନ୍ତି। କିନ୍ତୁ ଭକ୍ତ ହୃଦୟ ବିହାର କୃଷ୍ଣ, ସବୁ ଭିତରେ କୃଷ୍ଣ ଅଛନ୍ତି। ଆପଣଙ୍କ ଘରେ ଆପଣଙ୍କ ଚାଉଳ, ଯେଉଁ ଚାଉଳ ଅଛି ଗୋଟେ ହୋଟେଲ ଭିତରେ ସେଇ ଚାଉଳଟା ଅଛି, କିନ୍ତୁ ଆପଣ ତାକୁ ଭାତ ରାନ୍ଧି ଖାଉଥିବା ବେଳେ ସେ ତାକୁ ବିରିୟାନୀ କରି ଖାଉଛନ୍ତି କି ଫ୍ରାଇଡ୍ ରାଇସ୍ କରି ଖାଉଛନ୍ତି। ଚାଉଳ କିନ୍ତୁ ଗୋଟାଏ। ଭକ୍ତ ଭଗବାନ ସବୁଠି, ଜଗନ୍ନାଥ ସବୁଠି ଅଛନ୍ତି, କିନ୍ତୁ ଭକ୍ତ ମାଧ୍ୟମରେ ବା ଭକ୍ତର ହୃଦୟରେ ରହି ସେ ନାନା ଲୀଳା ଖେଳା କରୁଛନ୍ତି। ତେଣୁ ସବୁ ତ କରୁଛନ୍ତି। ଆଉ ଗୀତାର ଭକ୍ତି ଯୋଗଟି ଥରେ ଯଦି କେବେ ଆଲୋଚନା ହୁଏ, ଆପଣ ଦେଖିବେ ଗୀତାର ଭକ୍ତି ଯୋଗ ହେଉଛି ପ୍ରକୃତରେ କର୍ମଯୋଗ ଏବଂ ବିଶ୍ୱ ମାନବ ପାଇଁ ଉଦ୍ଦିଷ୍ଟ। ଏ ହେଉଛି କଥା। ସେଥିପାଇଁ କୁହାଗଲା ସକଳ ଘଟେ ନାରାୟଣ ବସନ୍ତି ଅନାଦି କାରଣ। ଭକ୍ତର ହୃଦୟରେ ତାଙ୍କର ଚଲାବୁଲା ଲୀଳାଖେଳା ସବୁ ହୋଇଥାଏ। ସେ ନିରପେକ୍ଷ ହେଲେ ହିଁ ସେ ଭକ୍ତ ବତ୍ସଳ, ସ୍ୱତନ୍ତ୍ର ହେଲେ ହିଁ ଭକ୍ତ ପରତନ୍ତ୍ର। ଭକ୍ତ ମାଧ୍ୟମରେ ସେ ସବୁ କରନ୍ତି। ଜଗଦୀଶ ହେଲେ ହିଁ ସେ ଭକ୍ତ ବଶ। ଅଜିତ ହେଲେ ମାନେ ସବୁବେଳେ ତାଙ୍କର ବିଜୟ ଥିଲେ ବି ଭକ୍ତ ଦ୍ୱାରା ସେ ପରାଜିତ ବି ହୁଅନ୍ତି। ଏକଥା ମହାଭାରତରେ ବର୍ଣ୍ଣିତ ହୋଇଛି। ଶିଶୁପାଳ ପାଖରୁ କୃଷ୍ଣ ବାରମ୍ବାର ହାରିଛନ୍ତି, ଉଗ୍ରସେନଙ୍କ ପାଖରୁ ହାରିଛନ୍ତି। କାହିଁକି ହାରିଛନ୍ତି? ତାମାନେ ସେ ବି ଭକ୍ତ, କିନ୍ତୁ ତାଙ୍କ ପାଖରୁ ସେ ବାରମ୍ବାର ହାରିଛନ୍ତି। ତାର କିଛି କାରଣ ଅଛି। ଏଇ ହେଉଛି ତାଙ୍କର ଲୀଳା। ଏ ସୃଷ୍ଟିରେ ଯେତେ ଲୀଳା ଲାଗିଛି, ଇଏ ରହିବା ପାଇଁ, ଶୋଇବା ପାଇଁ, ଖାଇବା ପାଇଁ, ବୁଲିବା ପାଇଁ, ପୁଅ ଝିଅ ପାଇଁ, ଏଇ ତ ଲୀଳା। 4-5ଟି କଥା। ଆଉ ମାତ୍ର 4-5ଟି କଥାକୁ ନେଇ ଇଏ ସଂସାରରେ ସବୁ ଲୀଳା ଖେଳା ଚାଲିଛି। ଆମେ ସରକାର କରିଛୁ, ସେ ଯେଉଁ ସରକାର ହୁଅନ୍ତୁ, ରାଜ୍ୟ ସରକାର ହୁଅନ୍ତୁ, ଦେଶ ସରକାର ହୁଅନ୍ତୁ, ବିଶ୍ୱ ଜାତିସଂଘ ହଉ, କେବଳ ଆମେ ଅନ୍ନ ପାଇବୁ, ବସ୍ତ୍ର ପାଇବୁ, ଔଷଧ ପାଇବୁ, ଆଉ ଯୁଦ୍ଧ କଲେ ବିଜୟ ଲାଭ ହେବ, ବୁଲାତାରା ଟିକେ କରିବୁ, ହଲା ମାନେ ଟୁରିଷ୍ଟ ପ୍ଲେସ୍ ତାକୁ କହନ୍ତି, ଦର୍ଶନୀୟ ସ୍ଥାନ ବୁଲିବୁ, ଭଲ ଲୁଗାପଟା ଟିକେ ପିନ୍ଧିବୁ, ଭଲ ସେ ଘରେ ଶୋଇବୁ ଭଲ ଖଟରେ, ହୋଟେଲରେ ଶୋଇବୁ ଆଉ ଟିକେ ଭଲ ଖଟରେ, କିନ୍ତୁ ଶୋଇବୁ ତ। ଆଉ ତେଣୁ ଏଇ 5-6ଟି କଥା ବ୍ୟତୀତ ଆମ ଓଡ଼ିଆ ଲୋକ କଥା ପେଟେ ଚାଖଣ୍ଡେ। ଏଇ ପେଟ ଚାଖଣ୍ଡକ ପାଇଁ ସବୁ ନାଟ ଲାଗିଛି। ବିଶେଷ କିଛି କଥା ନାହିଁ। ସମ୍ବିଧାନ ସେଇଥିପାଇଁ ତିଆରି ହେଇଛି। ଆଉ ସେଇଥିପାଇଁ ପାର୍ଲାମେଣ୍ଟରେ ଏସେମ୍ବଲି, ରାଜତନ୍ତ୍ର, କମ୍ୟୁନିଜିମ୍ ଶାସନ, ଏକଛତ୍ର ଭାରତ ଶାସନ ସବୁ ଚାଲିଛି ଗୋଟେ ହାତ ରେଖାରେ 5-6ଟି କଥା ପାଇଁ, ଆଉ କିଛି ନାହିଁ। ଇଏ 5-6ଟି କଥା ପରେ ଆଉ ଗୋଟେ କ'ଣ ଏମିତି କିଏ ଚନ୍ଦ୍ରମଣ୍ଡଳକୁ ଯିବ, କିଏ ମଙ୍ଗଳ ଗ୍ରହକୁ ଯିବେ, ଏଇ ତ କଥା। ଆଉ ତେଣୁ ଏ ସର୍ବକୃଷ୍ଣ ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତର, ଏ ସର୍ବକୃଷ୍ଣର ଶରୀର। ଜୟ ଗୁରୁ, ଜୟ ଗୁରୁ, ଜୟ ଜଗନ୍ନାଥ। ଜୟ ଗୁରୁ, ଜୟ ଗୁରୁ, ଏ ଦୁଇଟା ଜୟ। ଗୋଟାଏ ହେଉଛି ଜୟ, ଆଉ ଗୋଟାଏ ହେଉଛି ବିଜୟ। ଜୟ ଜଗନ୍ନାଥ। ଜଗନ୍ନାଥ କହିଲେ ତା ଭିତରେ ସମଗ୍ର ଆଲ୍ଲା ରହିଲେ, ଗଡ୍ ରହିଲେ, ବାହେଗୁରୁ ରହିଲେ, ବୁଦ୍ଧ ରହିଲେ, ସବୁ ତ ରହିଲେ ତାରି ଭିତରେ। ଆଉ ଜଗତର ନାଥ। ଆଉ ଯେଉଁଠି ସନ୍ଦେହ ନାହିଁ, କୃପଣତା ନାହିଁ, ଉଦାସୀନତା ନାହିଁ, ସିଏ ହେଉଛି ବୈକୁଣ୍ଠ। ଯେଉଁଠି ଏଗୁଡ଼ାକ ଅଛି ଅପରିଷ୍କାର, ଅପରିଚ୍ଛନ୍ନ,
ହିଂସା ବାଦ କପଟ ଚୁଗୁଲି ଛୁରାକ ନର୍କ ଆଉ। ତେଣୁ ପ୍ରଥମେ ଜୀବନ ହେଉଛି ବୈକୁଣ୍ଠ, ପରିବାର ହେଉଛି ବୈକୁଣ୍ଠ, ମନ୍ଦିର ହେଉଛି ବୈକୁଣ୍ଠ, ଆମ ଦେଶ ଆମ ପାଇଁ ବୈକୁଣ୍ଠ। କଥାଟି ଏଠି ରଖିବା। ଓମ୍ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ। ଜୟ ଗୁରୁ ଜୟ ଗୁରୁ ଜୟ ଜଗନ୍ନାଥ। ଜୟ ଗୁରୁ ବୈକୁଣ୍ଠନାଥ। ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ।